এই জায়গাରେ ঠিক ନା। ହଜିବା ପଇସା ଯଦି ମିଳିବ 1000 ଟଙ୍କା ବୋଲେ କେମିତି ଲାଗିବ ଆପଣମାନଙ୍କୁ। ମୋ ସହିତ ଗୋଟେ ଫ୍ରଡ଼୍ ହେଇଥିଲା, ରହିଲା ବୋଲେ ଗାଡ଼ି ଜାମ୍ ହେଇଯାଉଛି। ତାପରେ ପଇସା ଯାଇକି ଚେକ୍ କଲି ସାଙ୍ଗମାନେ, ପଇସା ଯାଇକି ଚେକ୍ କଲି ପଇସା ଆସିନି। ଯେଉଁ ହଲ୍ ପରି କଲି ଛାଡ଼ିଲେ ହେବ ନା ବୋଲେ ବେଣ୍ଡ କରିକି। ହ୍ୟାଲୋ ସାଙ୍ଗମାନେ, ସ୍ୱାଗତ ମୋର ଆଉ ଗୋଟେ ନୂଆ ଭିଡ଼ିଓରେ ସମସ୍ତଙ୍କୁ। ଆଉ କେମିତି ଅଛନ୍ତି ସମସ୍ତେ? ଭଲରେ ଥିବେ, ମୁଁ ମଧ୍ୟ ଭଲରେ ଅଛି। ଆଉ ଏବେ ମୋର ସାଇଡ଼ରେ ଅଛି, ଦେଖ ମୋ ଘର ପାଖରେ ଏ ଜାଗା କେତେ ପୁରା ବଦଳି ଯାଇଛି। ମୁଁ ଆସିଲା ଭିତରେ କେତେ ବଦଳି ଯାଇଛି। ମୋର ଗୋଟେ ଭିଡ଼ିଓ ସୁଟ୍ ହେଇଛି ଏଠି। ଏଠି ଆମର ସେ ସାଙ୍ଗ ଆଙ୍କେ କରୁଥିଲେ ଏଇଟା। ଆଉ ଏବେ କଦଳୀ ଗଛ ଲଗେଇ ଦେଇଛନ୍ତି, ଦେଖ କଦଳୀ ଗଛ ଲଗା ଯାଇଛି। ସେପଟ ବୁଢ଼ା ଫାଉଣ୍ଡେସନ୍ ମଧ୍ୟ ପକେଇଦେଲା, ବହୁତ ଚେଞ୍ଜ ହେଇଯାଇଛି। ଆଉ ଏବେ ଆମେ ଡ୍ୟୁଟି ଯିବୁ। ଡ୍ୟୁଟି ଗଲା ପରେ ଆଜି କେଉଁ ସାଇଡ଼୍ କାମ ପଡ଼ୁଛି ମୁଁ ଆପଣମାନଙ୍କୁ ଆଜି ଦେଖେଇବି। ଭିଡ଼ିଓରେ ଏଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ। ଆମ ରୁମ୍ ହେଲା ଏଇଟା, ଏଇଟା ହେଉଛି ଆମ ଘର। ଦେଖ ଏଇଟା ହେଉଛି ଆମ ଘର। ଘର ଭିତରକୁ ଏଣ୍ଟ୍ରି କରିବା। ଏବେ 3 ଜଣ ଅଛୁ, ଆଉ 2 ଦିନ ଭିତରେ, ଆଉ 2 ଦିନ ପରେ 6 ଜଣ ହେଇଯିବ। ଆଉ 3 ଜଣ ଆସୁଛନ୍ତି, ଦେଖ ଏଇଟା ହେଉଛି ଆମର ଦାଉଦ ଭାଇ। ଆଉ ଭାଇନା ସେପଟ ଶୋଇକି ମୋବାଇଲ ଦେଖୁଛି। ଆଜି ତାର ଛୁଟି, ମସ୍ତରେ ଆଜି ଏନ୍ଜୟ କରିବ। ଏ ଦେଖ ଭାଇନା ଶୋଇକି ମୋବାଇଲ ଦେଖୁଛି। ଓକେ, ମୁଁ ସାଇଡ଼ରେ ପହଞ୍ଚିଲା ପରେ କେଉଁ ସାଇଡ଼୍ କାମ ଚାଲୁଛି, କେମିତି କାମ ଚାଲୁଛି ମୁଁ ଆପଣମାନଙ୍କୁ ଦେଖେଇବି। ସମସ୍ତେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ସାଙ୍ଗମାନେ। ଏବେ ଆମର ଖାଇବା ଟାଇମ୍ ହେଇଗଲା, ଆଉ ଏବେ ଖାଇବା ଛୁଟି। ଏଇଟା ହେଉଛି ମୁଁ ଆଉ ଗୋଟେ ନୂଆ ସାଇଡ଼୍ ଆସିଛି, ନୂଆ ସାଇଡ଼୍ରେ କାମ ଆସିଛି। ସେଇଠି ଯୋଉଠି ଦେଖ ବାଲି ଅଛି, ଟିକେ ଦୂର ଅଛି ବାଲି, ଦେଖ ଏଇଟା ହେଉଛି ବାଲି। ଆଉ ଏଇଟା ହେଉଛି ବେବି ଜାଲି କହିବେ ଇଆଡ଼େ। ଆମର ଏଇଟା କ'ଣ ସେଇଟା ବଜରି, ଯେଉଁଟା ଆମେ ବଜରି କହୁଛୁ ସେଇଟା ବେବି ଜାଲି ବୋଲି କହୁଛନ୍ତି। ଏଇଠି କାଲି କଂକ୍ରିଟ୍ ଫେଣ୍ଟା ହେଇଥିଲା। ଏଇଠି କାଲି କଂକ୍ରିଟ୍ ଫେଣ୍ଟିକି 2ଟା ବାଲ୍ଟିରେ 2 ସାଇଡ଼୍ ମୁଁ କଂକ୍ରିଟ୍ ଧରି ଧରି ଏଇଠି ଯାଇକି ସେପଟ କଂକ୍ରିଟ୍ ଦେବାର, କଂକ୍ରିଟ୍ ପକାଇବାର। କାଲି କଂକ୍ରିଟ୍ ପଡ଼ିଲା। ଆଉ ମୋ ହାତ ପେନ୍ ହେଉଥିଲା କାଲି। ମୁଁ ଭାବୁଥିଲି ଛୁଟି କରିଦେବି ବୋଲିକି। କାଲି ଯଦି ଆଜି ସକାଳେ ପେନ୍ ହେଇଥିଲି ଛୁଟି କରିଦେଇଥାନ୍ତି, ପୁଣି ଭଲ ଅଛି ବୋଲି ମୁଁ କାମକୁ ଆସିଲି। ହେଉଛି ବାଲି, ଏଇଠୁ ଆମେ ଯାଉ। ଏଇଠି ଦେଖ ଛୋଟ ରାସ୍ତା, କିନ୍ତୁ ସେମାନେ କେମିତି କରି ରଖିଛନ୍ତି ଦେଖ। ଏଇଟା କାଲି ଆକା ଆମେ ବାଲି ଯାଉ ଭୁଇଁଲୁ। ଆହୁରି ଏଇଟା ଜାଲି, ଏ ଜାଲି କାଲି ଫଟାଫଟ ତାକୁ ରାସ୍ତାରେ ବାହାର ସାଇଡ଼୍ରେ ରାସ୍ତା ଅଛି, ସେଠି ଯଦି ରହିଲା ବୋଲେ ଗାଡ଼ି ଜାମ୍ ହେଇଯାଉଛି। ସେଥିପାଇଁ ବୋଲିକି ନାଇଁକି ଏକ୍ସଟ୍ରା କାମ ଦେଇକି ମଧ୍ୟ ସେ ଯଦି ଖାଲି କରିଦିଅ ମୁଁ ଏକ୍ସଟ୍ରା ପଇସା ଦେବି, ଲେଟ୍ ହେଲେ ବି ଟେନସନ୍ ନାହିଁ ବୋଲିକି ସିଏ ଖାଲି କରିଦିଅ ବୋଲି କହିବାରୁ ଆମେ ସବୁ ଖାଲି କରିଦେଲୁ। ଏପଟେ ସବୁ ପୁରା କଂକ୍ରିଟ୍ ପଡ଼ିଗଲା। ଏଇଠି ଅଛି ଝାମି ଗଛ, ବଡ଼ ବଡ଼ ଝାମି। ଆଉ ଏଇଠି ଆମେ ଆଜି ଏଇଠି ମିଶେଇଛୁ, କାଲି କଂକ୍ରିଟ୍ ପକେଇଛୁ ଯେଉଁଠି ଏଇଠି ମିଶେଇଛୁ। ଆଉ ଆଜି ଗୋଟେ ନୂଆ ଭାଇ ଆସିଛି, ଦେଖ ଇଏ ହେଉଛି ନୂଆ ଲୋକ, କାଲି ଆସିଲା। ଆହୁରି ଆଜି କାମ ଆସିଛି ଇଏ। ଏଠି ଘର ଭିତରେ କାମ ହେଉଛି। ଆମେ କାଲି କଂକ୍ରିଟ୍ ଏଠି ପକେଇ ଦେଇଛୁ, ଆଉ ଘର ଭିତରେ କାମ ହେଉଛି। ଏଠି ରିପେୟାର କାମ ଚାଲିଛି, ଦେଖ ଏଇଟା ହେଉଛି ଘର। ମୁଁ ଘର ଭିତରକୁ ଯିବି ନାହିଁ, ରିପେୟାର କାମ ଚାଲିଛି, କିନ୍ତୁ ମୁଁ ଘର ଭିତରକୁ ଯିବି ନାହିଁ। ମୁଁ ଏବେ ଛାତ ଉପରକୁ ଯିବି। ଛାତରେ ମଧ୍ୟ କାମ ଅଛି। ଏପଟ ଅଛି ବାଥରୁମ୍, ଏଇଟା ହେଲା ବାଥରୁମ୍। ମୁଁ ଛାତ ଉପରକୁ ଯିବି, ଛାତ ଉପରକୁ ଯାଇ ଦେଖେଇବି। ସେଠି ମଧ୍ୟ ଛାତ ପଡ଼ିବ ବୋଲିକି ସିଏ କହୁଥିଲା। ଆଉ ସେ ମିସ୍ତ୍ରୀ ଏବେ ମଧ୍ୟ କାମ କରୁଛି, ଯିଏକି ଏ ଘର କାମ ଧରିଛି। ସେ ମିସ୍ତ୍ରୀ ଏବେ ମଧ୍ୟ କାମ ଧରିଛି, କାମ କରୁଛି। ଏଇଟା ହେଉଛି ଛାତ। ଛାତ ଉପରେ ଦେଖ ସବୁଆଡ଼େ ଘର ଯାକ ଅଛି। ଏ ଟାଇପ୍ର ତ ଘର ଯାକ ସବୁ ଅଛି। ମାତ୍ର ଏଠି ମୁଁ ଗୋଟେ ଦେଖିଲି କେରଲା ଟାଇପ୍ କରୁଛନ୍ତି। ଏଇଠି ଛାତ ଉପରେ ଘର ବାନ୍ଧୁଛନ୍ତି, ଦେଖ ଗୋଟେ କେରଲା ଟାଇପ୍ କରି ବନ୍ଧା ହେଇଛି। ଏଇଠି ଏଇ ଯେଉଁ ଦୋସ୍ତିନା, ଏଇ ଯେଉଁ ବ୍ଲୁ କଲର୍ର ଯେଉଁ ଟିଣ ପଡ଼ିଛି, ପିଜୁଳି ଦେଖରେ ଭାଇ ପାଖରେ ପାଖରେ ଅଛି। ହେ ଦେଖ କାହିଁକି ଏ ଦେଖ ମିସ୍ତ୍ରୀ ଏବେ ମଧ୍ୟ କାମ କରୁଛି। ମିସ୍ତ୍ରୀକୁ ଦେଖିବା, ଏପଟେ ଯାଇକି ଦେଖିବା ମିସ୍ତ୍ରୀକୁ କାମ କରୁଛି। ସିଏ ଖାଇବାକୁ ବି ଯାଇନି। ଖାଇବା ପାଇଁ ଯାଇନି ସାଙ୍ଗମାନେ। ମୁଁ ଆପଣମାନଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଛି। ଆଉ ମୋର ଭିଡ଼ିଓରେ ତ ଆପଣମାନେ ଦେଖିଥିବେ, ମୁଁ ଯେତେବେଳେ ଗାଁରେ ଥିଲି ମୋ ସହିତ ଗୋଟେ ଫ୍ରଡ଼୍ ହେଇଥିଲା। ଯେଉଁଟା ମୁଁ ଅର୍ଡ଼ର୍ କରିଥିଲି ସେ ଜିନିଷ ହେଉଛି କ'ଣ, ମୁଁ ଗ୍ଲିମ୍ବର ଅର୍ଡ଼ର୍ କରିନଥିଲି, ମୁଁ ସେଭ୍ କରି ରଖିଥିଲି। ସେଇଟାକୁ ସେମାନେ ଆଉ ଅର୍ଡ଼ର୍ ପାର୍ସଲ୍ କରି ମୋତେ ପଠାଇଦେଲେ। ମୋ ପାଖରେ କଲ୍ ମଧ୍ୟ ଆସିଥିଲା, ମୁଁ ସେଇଟା ରିସିଭ୍ ମଧ୍ୟ କରିଥିଲି। ଭିଡ଼ିଓ ତ ଦେଖୁଛ ସାଇଡ଼୍ରେ ଦେଖ। ମୁଁ ସେଇଟା ଯେତେବେଳେ ଅନବକ୍ସିଂ କଲି, ସେଠି ଗୋଟେ ଅଲଗା ଗୋଟେ କ୍ରିମ୍ ଗୋଟେ ବାହାରିଲା, ଭିଡ଼ିଓ ସାଇଡ଼୍ରେ ଦେଖୁଛ।
ଆଉ ସେଠି କ୍ରିମ୍ ବାହାରିଲା ସେଟାକୁ ନେଇକି ମୁଁ ଅଫିସ୍ ଯାଇ କହିଲି, ସେମାନେ କାଲିକି ଆସ ବୋଲି କହିଲେ, ସନ୍ଧ୍ୟାରେ ଆସ ବୋଲି କହିବାରୁ ମୁଁ ବାହାରକୁ ଯାଉଛି ବୋଲି ଭାଇନାକୁ ଦେଇଦେଲି। ସେ ନେଇକି ଗଲା, ଦିନେ 2 ଦିନ ସେପଟ ଏପଟ ହେଲା। ତାପରେ ଆଉ ଗୋଟେ ଦିନ ଗଲା, ସିଏ ମୋତେ ମେସେଜ୍ ପଳେଇ ଆଇଲା କି ଯେ ସେଟା କ୍ୟାନସେଲ୍ କରାହେଲା ବୋଲି ମେସେଜ୍ ଆଇଲା। ତାପରେ ମୋତେ ଫୋନ୍ କରିଥିଲା ଭାଇନା, କରିଦେଲି ବୋଲିକି। ଆଉ ସେ ଯେଉଁ କ୍ରିମ୍ଟା ତାକୁ ନେବା ପାଇଁ କହିଲେ, ସିଏ ଆଣିଲା ନାହିଁ, କ୍ୟାନସେଲ୍ କରିଦେଲି। ଆଉ 2 ଦିନ ପରେ ପଇସା ଆସ ବୋଲି କହିଲେ ବୋଲି କହିଲା। ମୋତେ ତ କାଇଁ ବିଶ୍ୱାସ ଲାଗୁନାହିଁ। ତାପରେ ମୁଁ କ'ଣ କଲି, ଓକେ ଠିକ୍ ଅଛି ବୋଲିଦେଲି ତାକୁ। ସେ କ୍ରିମ୍ ନେବା ପାଇଁ କହିଥିଲେ, ସେ ମନା କରିଦେଲା, ଦେଇଦେଇକି ପଳେଇ ଆଇଲା। ତାପରେ କାଲି ହଁ ପରଦିନ, କାଲି ନାହିଁ ପରଦିନ କ'ଣ ହେଲା, ମୋ ପାଖରେ ଗୋଟେ ମେସେଜ୍ ଆସିଲା। କେତେ ବୋଲେ ମୁଁ ଦେଖ ସାଇଡ଼୍ରେ ଦେଇଦେଉଛି ସ୍କ୍ରିନଶଟ୍। ମୋତେ ମେସେଜ୍ ଆସିଲା 1000 ଟଙ୍କା ମାନେ 999 ତୁମ ଆକାଉଣ୍ଟରେ ପଡ଼ିଲା ବୋଲି ମେସେଜ୍ ଆସିଲା। ତାପରେ ମୁଁ ସେଟା ଦେଖିଲା ପରେ ସ୍କ୍ରିନଶଟ୍ ମାରିକି ରଖିଲି, ଆପଣମାନଙ୍କୁ ଦେଖାଇବା ପାଇଁ ମୁଁ ସ୍କ୍ରିନଶଟ୍ ଉଠେଇକି ରଖିଲି। କାହିଁକି ମାନେ ମୋ ସହିତ ଫ୍ରଡ଼୍ ହେବାଟା ମୁଁ ଆପଣମାନଙ୍କୁ ଦେଖେଇଛି, ମାନେ ସବୁ କିଛି ଦେଖେଇବାର ଅଛି ନା, ଆଉ ନ ଦେଖେଇଲେ ହେବ କି? ସେଥିପାଇଁ ବୋଲିକି ମୁଁ ସେଇଟା କ'ଣ କଲି, ସ୍କ୍ରିନଶଟ୍ ଉଠେଇକି ରଖିଲି। ତାପରେ ପଇସା ଯାଇକି ଚେକ୍ କଲି, ସାଙ୍ଗମାନେ ପଇସା ଯାଇକି ଚେକ୍ କଲି, ପଇସା ଆସିନି। ତାପରେ ମୋର ମାଇଣ୍ଡରେ ଗୋଟେ ରାଗ ଗୋଟେ ସୃଷ୍ଟି ହେଲା। ଭାବିଲି କି ଫାଟାଫାଟ ଭିଡ଼ିଓ ବନେଇବି ବୋଲିକି ଗାଧା ପାଧା ହେଲି। ରୋଷେଇ ବସେଇ ସବୁ ସରେଇ ବି ଦେଲି। ରୋଷେଇ ବସେଇ ସରେଇକି ମୁଁ ଗାଧା ପାଧା ହେଇକି ଭିଡ଼ିଓ ବନେଇ ବୋଲି ଭାବିଲି। ମୋତେ ଗୋଟେ ଏମିତି ଲାଗିଲା କି ଯେ ଶୋଇବା ପାଇଁ ମୋତେ ଇଚ୍ଛା ଲାଗିଲା। ତାପରେ ମୁଁ ଶୋଇ ପଡ଼ିଲି, ଭିଡ଼ିଓ ବନେଇଲି ନାହିଁ। ଆଉ କାଲି ମୋତେ ଘରକୁ କଲ୍ ଆସିଥିଲା, ସେ ପଇସା ଆଇଲା ନା ଚେକ୍ କର ବୋଲି ପଚାରିବାରୁ ମୁଁ ଚେକ୍ କଲି। ମୁଁ ପରଦିନ ଚେକ୍ କରିଥିଲି, ପଇସା ଆସିନି। ମୋତେ ବିଶ୍ୱାସ ନାହିଁ ସେ ପଇସା ଆସିବ ନାହିଁ। ତାପରେ ଯେତେବେଳେ କାଲି ମୁଁ ଚେକ୍ କଲି, ସେତେବେଳେ ଦେଖିଲି ଯେ ପଇସା ଆସିଛି, ଅଲରେଡ଼ି ପଇସା ପଳେଇ ଆସିଛି। ସେଇଟା ମେସେଜଟା ଆଗରେ ଆସିଲା, କିନ୍ତୁ ଆଉ କ'ଣ ପଇସାଟା ପରେ ଆସିଲା, କାଲି ଆଇଲା ପଇସାଟା। ତାପରେ ମୋତେ ମଧ୍ୟ ଖୁସି ଲାଗିଲା। ମୁଁ ସେଭ୍ କରିନଥିଲି, କିନ୍ତୁ ଅର୍ଡ଼ର ହେଇଯାଇଥିଲା। ମୋତେ ସେ ପଇସା ମିଳିବାର ଆଶା ମଧ୍ୟ ନଥିଲା। ମୋତେ ଖୁସି ଲାଗିଲା। ହଜିବା ପଇସା ଯଦି ମିଳିବ 1000 ଟଙ୍କା ବୋଲେ କେମିତି ଲାଗିବ ଆପଣମାନଙ୍କୁ କହିଲେ ଗୋଟେ କଥା। ମୋତେ ମଧ୍ୟ ସେହିପରି ଲାଗିଲା। ମୁଁ ଭାବିଥିଲି କି ମୋ ପଇସା ପଡ଼ିଯାଇଛି, କେଉଁଠି ହଜିଗଲା, ହେଲେ କିନ୍ତୁ ପ୍ରଭୁ ଚାହିଁଲେ କି ଯେ ମୋ ପଇସା ମୋ ପାଖରେ ଫେରାଇ ଦେଇଛନ୍ତି। ଅର୍ଡ଼ର ଯେଉଁମାନେ କରୁଛନ୍ତି ଭଲରେ ଦେଖିକି ଅର୍ଡ଼ର କରନ୍ତୁ। ତାପରେ ଯଦି ସେଇଟା ଫ୍ରଡ଼୍ ଅଛି ତାହେଲେ ସେଇଟା କ୍ୟାନସେଲ୍ କଲେ ହେଉଛି, କିଛି ଟେନସନ୍ ନାହିଁ। ମୋର ଟିକେ ଲେଟ୍ ହେଲା, ଟିକେ ବୋଲେ ଗୋଟେ 2-3 ଦିନ ଟିକେ ଲେଟ୍ ହେଲା। ତଥାପି ମୋର ଟେନସନ୍ ନାହିଁ, ପଇସାଟା ପଳେଇ ଆଇଲା। ମୁଁ କାଲି ଭିଡ଼ିଓ କରିବି ବୋଲି ଭାବିଥିଲି, ହେଲେ କାଲି ମୁଁ କରିପାରିଲି ନାହିଁ। ଆଜି ଯେଉଁ ସାଇଟ୍ରେ ମୁଁ କାମ କରୁଛି ସେ ସାଇଟ୍ରେ କରିକି ଆପଣମାନଙ୍କୁ ମୁଁ ଜଣାଉଛି। ସହିତ ଯେଉଁ ଫ୍ରଡ଼୍ ହେଲା, ଡେଲିଭରି ଫ୍ରଡ଼୍ ହେଇଛି, ସେଇଟା ମଧ୍ୟ ମୁଁ ଆପଣମାନଙ୍କୁ ସାଇଟ୍ରେ ଲଗାଇଦେବି, ଲାଷ୍ଟରେ ଲଗାଇଦେବି, ଆପଣମାନେ ଯାଇକି ଦେଖିପାରିବେ। ସାଙ୍ଗମାନେ ମୁଁ ଏବେ ପିଜୁଳି ତୁଳିଲି, 2ଟା ପିଜୁଳି ତୁଳିଲି। ଗୋଟେ ସେ ତଳେ ଯିଏ ଅଛି ନୂଆ ଲୋକ ତା ପାଇଁ, ଆଉ ଗୋଟେ ମୋ ପାଇଁ। ମୁଁ ଆପଣମାନଙ୍କୁ ଗୋଟେ ଜିନିଷ ଦେଖାଇବା ପାଇଁ ଚାହୁଁଛି। ଆମ ଆଡ଼େ ଛାତ ଯେତେବେଳେ କରୁଛୁ, କପଡ଼ା ଶୁଖେଇଲେ ଆମେ କେଉଁଠି ଶୁଖାଉଛୁ? ଏଇ ଜାଗାରେ, ଠିକ୍ ନା? ଏଇ ଜାଗାରେ ଆମେ ଶୁଖାଉଛୁ। ସେଇଟା କ'ଣ ହେଉଛି, ଯେତେବେଳେ ପବନ ହେଉଛି, ବର୍ଷା ପବନ ହେଲା ଟାଇମ୍ରେ ସେଇଟା ଉଡ଼େଇକି ତଳେ ପକାଇ ଦେଉଛି। ମୁଁ ୟାର ଗୋଟେ ଟ୍ରିକ୍ ଦେଖାଇ ଦେଉଛି। ଏମାନେ ସମସ୍ତେ ଏମିତି କରୁଛନ୍ତି, ତୁମେ ମଧ୍ୟ ସେମିତି କର। ଛାତ ଯଦି ପକାଇଲ, ଯଦି ବି ପକାଇ ଦେଇଛ, ତାହେଲେ ଏ ଗୋଟେ ଟ୍ରିକ୍ ଲଗାଅ, ମସ୍ତ ଟ୍ରିକ୍। ଏଇଟା ଦେଖୁଛ, ଏ ଦେଖ, ଏଇଟା ହେଉଛି ଷ୍ଟାଣ୍ଡ। ଏଇଟା ଭଲସେ ଦେଖିଥିବ, କାମ ଦେବ ଆପଣଙ୍କୁ। ଏଇଟା ଭଲରେ ଦେଖିଥିବ, ଦେଖ ଏଇଟା ହେଉଛି ଗୋଟେ ଷ୍ଟାଣ୍ଡ, ଲୁହାଟା। ଏଇଟା ଦେଖ କେମିତି ବନା ହେଇଛି, ଏମିତି ହେଇକି ଏମିତି ଅଛି, ତାପରେ ଏମିତି ବନା ହେଇଛି। ଏଇଠି ଦେଖ କେମିତି କରିଦେଇଛନ୍ତି, ଦେଖ ଏଇଠି ଏମିତି କରିକି, ନାଇଁ ବୋଲେ ଯଦି ସେମିତି ନଥିଲେ ମଧ୍ୟ ନାହିଁ, ତଳେ କଂକ୍ରିଟ୍ ପକାଇଦେବ। ଏଇଠି ଦେଖ ହଲ୍ ଯାକ ଅଛି, ଏଇଠି ହଲ୍ ନାହିଁ କି କେଉଁ ଟାଇପ୍ର କରୁଛନ୍ତି ଦେଖ ସେମାନେ। ଦେଖ ଏଇଠି କେଉଁ ଟାଇପ୍ କରାହେଇଛି, ଦେଖ ମାନେ ଦୌଡ଼ି ବାନ୍ଧିବା ପାଇଁ। ଏମାନେ ଦୌଡ଼ି ବାନ୍ଧିଥିଲେ, ଦେଖ ଦୌଡ଼ି ବନ୍ଧା ହେଇଥିଲା, ଦେଖ ଦୌଡ଼ି ବନ୍ଧା ହେଇଥିଲା ନା, ସେଇଟା ଗୋଟେ ହେଲା। ସେଇଠୁ ସିଧା ଆଉ ଯେଉଁ ପଟ ତୁମେ ଶୁଖେଇବା ପାଇଁ ଚାହୁଁଛ, ସେଇଠୁ ସେଠି ଦୌଡ଼ି ବାନ୍ଧିଲା ପରେ ଦେଖ ଏପଟ କେତେ ଦୌଡ଼ି ମଧ୍ୟ ରଖା ହେଇଛି। ଦେଖ ଦୌଡ଼ି ଦେଖୁଛ ନା, ଏ ଦୌଡ଼ି ଏଠି ବନ୍ଧା ହେଇଛି। ଦୌଡ଼ି ଯାକ ଅଛି, କ୍ଲିୟର୍ରେ ତ ଦିଶୁଥିବ। ସେମିତି କରିକି ସେଇଠୁ ଏଇଠି ବାନ୍ଧିବ। ଦେଖ ଏପଟ ମଧ୍ୟ ସେମ୍ ସେ ଟାଇପ୍ କରୁଛନ୍ତି। ଏଠି ଫୁଲ ଗଛ ଯାକ ଲଗେଇଛନ୍ତି, ସେପଟ ଦେଖ ଆଲୋଭେରା ଫୁଲ ଗଛ ଲଗା ହେଇଛି, ଏପଟ ସବୁ ଫୁଲ ଗଛ ଲଗା ହେଇଛି, ଆଉ ଆଲୋଭେରା ଅଛି। ଏଇ ଦେଖ, ଓକେ। ତୁମେ ଏମିତି କରିକି ଦୌଡ଼ି ସେଇଠିକୁ ଏଇଠି ଲାଷ୍ଟ ବାନ୍ଧି ଦେଇକି ସେଇଠି ଆମେ ଲୁଗା ଶୁଖେଇଲେ ମଧ୍ୟ ହେବ। ଯେଉଁ ହଲ୍ ପରି କରି ଛାଡ଼ିଲେ ହେବ, ନା ବୋଲେ ବେଣ୍ଡ କରିକି ଲୁହା ବେଣ୍ଡ କରି ହୋଲ୍ଡିଂ କରିକି ସେଇଟା ମଧ୍ୟ ଲୁଗା ଶୁଖେଇଲେ ହେବ। ଆଉ ଯେଉଁମାନଙ୍କର ଛାତ ଅଛି, ଏ ଟ୍ରିକ୍ ଲଗାଅ, ବହୁତ ମସ୍ତ ହେବ।
ଆଉ ଗୋଟେ ଦେଖୁଛି ହେ ସେ ଛାତରେ ଦେଖ ଯେଉଁ ଗାଈ ଯାକୁ ବାନ୍ଧିବେ ସେ ଟାଇପ୍ର କରିକି ମଧ୍ୟ ସେମାନେ ଏଇଟା କରୁଛନ୍ତି। ତାଇରେ ମଧ୍ୟ ନାଇଁକି ଏଇଟା ଏଠି ଦେଖେଇ ଦେଉଛି। ଏଠି ଆଉ ଗୋଟେ ଟ୍ରିକ୍ ଲଗେଇଛନ୍ତି ସେମାନେ ଦେଖ ଦେଖ ଏଇଟା ଗୋଟେ ଟ୍ରିକ୍ ଦେଖ ଏଇଟା କେମିତିଟା ଦେଖୁଛ ନା ଏଇଟା ହେଉଛି ଗୋଲ ଅଛି ଗୋଲ ଅଛି ଏମିତି କରି ତାଙ୍କୁ ବାନ୍ଧିଛନ୍ତି ଦେଖ ଏମିତି କରି ବାନ୍ଧିକି ଏଇଟା ମଧ୍ୟ ସେମାନେ ଲୁଗା ଶୁଖେଇବା ପାଇଁ କରିଛନ୍ତି ଦେଖ ଏଇଠି ନାଇଁକି ବଡ଼ କାଠ ମଧ୍ୟ ପକେଇଦେଲେ ହେଇଯିବ ଭିତର ପଟେ ଏମିତି ଗଳେଇ ଦେଲେ ବଡ଼ କାଠ ଗଳେଇ ଦେଲୁ ସେପଟେ ବଡ଼ କାଠ ଗୋଟେ ଗଳେଇ ଦେଲୁ ସେଇଠୁ ହେଲା ନା ସେଇଠି ହେଇକି ସବୁଆଡ଼େ ଗୋଟେ ଗୋଟେ କରୁଛନ୍ତି ତାଙ୍କର ଛାତରେ ସବୁଆଡ଼େ ଗୋଟେ ଗୋଟେ କରୁଛନ୍ତି ଏ ଦେଖ ଏଇଠି ମଧ୍ୟ କରୁଛନ୍ତି ଏମିତି ସିଧାକୁ ସିଧା କରିକି ସେମାନେ ଆଉ ସେପଟ ମଧ୍ୟ କରୁଛନ୍ତି ସେମାନେ ସେଇଟା ସେମିତି କରିକି ମଧ୍ୟ ନାହିଁ ବଡ଼ କାଠ ଗୋଟେ ଲଗେଇ ଦେଇକି ସେଇଠି ବାନ୍ଧି ଦେଲେ ମଧ୍ୟ ଲୁଗା ଶୁଖେଇବା ପାଇଁ ହେବ। ଆମ ଆଡ଼େ ବର୍ଷା ଆସିଲେ ନା ବୋଲେ ପବନ ହେଲେ ଉଡ଼େଇ ଫିଙ୍ଗି ଦେଉଛି ନା ଏଇଟା ହେଉଛି ଗୋଟେ ଭଲ ଆଇଡ଼ିଆ। ଓକେ ଆଉ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଛ ଧନ୍ୟବାଦ ଆଉ ଗୋଟେ ନୂଆ ଭିଡ଼ିଓ ନେଇକି ଆସିବି ରହିଲି ବାଏ।